नमो भगवते जगन्नंदनाय। भगवते सुकांति सुताय। ओम नमो भगवते चरमनाथाय। भगवते केशव चंद्राय। अंतरर परम आराध्य परम पूज्य चरमनाथ गुरुस्वामींकर श्री पद्मपादरे साष्टांग प्रणाम। विश्वभातृत्व दिव्यात्मा परिषद अच्युत वृत्तबंध संघ क्षितिज्योति आश्रम स्वर्णक्षेत्र महांगा अधीनस्थ उत्तरपड़ा शाखार आमर ए बलंगा खैरकुंडर सुदर्शन भाईंकर मातामयी आमर भावेनी अपांतर देहांतर आज एकदशाह दिवस। यही एकदशाह दिवस तिलतर्पण उत्सव एवं सत्संग महोत्सव आज भावेनी अपांतर अंत्येष्टि क्रिया जोग देइथिबा तांकर सबांधव आत्मीय स्वजन सपरिवार समस्त अंतरर सश्रद्धा सप्रेम गुरुस्वामी गुरुस्वामी। सब जन्म मात्रे ही मृत्यु ध्रुव सत्य। जन्म जरा व्याधि मृत्यु समस्त जीवन में लगे रही गोटे बाट जन्म है माने वृद्ध बयस अनुक्रम वृद्ध ध्रुव सत्य। वृद्ध हेले रोग बा व्याधि निश्चित ध्रुव सत्य। मृत्यु भी ध्रुव सत्य। ये जन्म जरा व्याधि मृत्यु ध्रुव सत्य। तेबे ध्रुव सत्य हेले मध्य समस्त आसवा जीवा किंतु जोड़िए जिनिस जन्म मृत्यु। जन्म को जमीती मनुष्य भूली जाए ता जन्म को मन रखी पारे ना अनुभव भीतर को आनी पारे ना। सेमिति मृत्यु समय रे मृत्यु केमिति से मला बा मृत्यु मुख को जाउची ताहा भी अनुभव भीतर आसे ना। जन्म मृत्यु रहस्य जानिबा पहिले मुनि ऋषि माने योगी महर्षि माने हुंका है जाइछथि। केवल जन्म मृत्यु रहस्य को भेद करबा पाई से माने हुंका है जाइछथि। दुईटी जिनिस सब गोटे जिनिस होची मृत्यु। साधारण जीवटी साधारण मनुष्यटी सब मृत्यु तो भयंकर से सब मृत्यु को डरे किंतु जन्म को डरे ना। कहीं जन्म को से अनुभव कर पारे से देखुची सब मरी जाऊँ जन्मटा खुशी सी आसवाई किंतु मृत्युटा सब भयंकर गला। किंतु साधु सन्थ
ଯେଉଁମାନେ ଜନ୍ମସିଦ୍ଧ, ଯେଉଁମାନେ ଜନ୍ମରୁ ଚେତନଶୀଳ ସନ୍ତାନ ମାନେ ଜନ୍ମକୁ ସବୁବେଳେ ଡରନ୍ତି। ଜାତି ସ୍ମର ଯେଉଁମାନେ କାହିଁକି ଡରନ୍ତି? ସେମାନେ ଜନନୀ ଜଠରରେ ଥରେ ପଶିଗଲେ ଜନନୀ ଜଠରରେ 10 ମାସର 10 ଦିନ ବା 9 ମାସର 10 ଦିନ କଟେଇବା ପାଇଁ ବାଧ୍ୟ। ସେ କାହିଁକି ନା ଚେତନ ଅବସ୍ଥାରେ ତାଙ୍କର ସବୁ ସ୍ମରଣ ଅବସ୍ଥାରେ ରହିବେ। ଜନନୀ ଜଠରରେ ପରାଧୀନ ହୋଇ ଜନନୀର ସମସ୍ତ ଭାବ ଗ୍ରହଣ କରି ଜନନୀ ବା ମାର ସମସ୍ତ ସଂସ୍କାରକୁ ନେଇ ସିଏ ଯେତେ ଜନ୍ମସିଦ୍ଧ ହେଲେ ବି ପିତାମାତା ସଂସ୍କାର ତାକୁ ନିଶ୍ଚିତ ଲାଗିବ ଏବଂ ପିତାମାତାର ସଂସ୍କାର ଊର୍ଦ୍ଧ୍ୱକୁ ଯିବା ପାଇଁ ପୁଣି ସାଧନା ମଧ୍ୟ ତା ପାଇଁ ଆବଶ୍ୟକ। ଯୋଉଥିପାଇଁ ସାଧୁ ସନ୍ଥମାନେ ଯୋଗୀ ମହର୍ଷି ମାନେ ଜନନୀ ଗର୍ଭତତ୍ତ୍ୱକୁ ବା ଜନନୀ ଗର୍ଭକୁ 9 ମାସ 10 ଦିନ ରହିବା ପାଇଁ ସବୁବେଳେ ସେମାନେ ଭୟ କରନ୍ତି। ତାଙ୍କର ଭୟ ହେଉଛି ଜନ୍ମ। ସେମାନେ ଜନ୍ମକୁ ଭୟ କରନ୍ତି, ମୃତ୍ୟୁକୁ ଭୟ କରନ୍ତିନି। ସେ ଜାଣିଥିଲି ଆମେ ଗଲେ ପୁଣି ନୂତନ ଶରୀର ପ୍ରାପ୍ତି ହେଇ ଆମେ ଆସିବୁ। ତେଣୁ ଗୋଟେ କଥା, ଭଲ କଥାଟି ଠାକୁରଙ୍କର ମହାତ୍ମାରେ ଅଛି। ଜଣେ ସାଧନା ସିଦ୍ଧ ହେଲେ ଯୋଗୀ ସେ କ'ଣ କରେ? କ'ଣ ପାଇଁ ସେ କରେ? ଜାଣିବୁ ଜନ୍ମର ରହସ୍ୟ, ଜାଣିବୁ ମୃତ୍ୟୁ ଭେଦ, ଜାଣିଲେ ଜୀବନେ କଟିବ ତୋର ସବୁ ପ୍ରମାଦ। ଜନ୍ମ ମୃତ୍ୟୁ ରହସ୍ୟକୁ ଥରେ ଭେଦ କଲା ମାନେ ସେମାନଙ୍କର ଜୀବନରେ ଯେତେ ପ୍ରମାଦ, ଯେତେ ସମସ୍ୟା ସବୁ ଗୁଡ଼ିକ କଟିଯାଏ। କାହିଁକି ନା ସେ ଜନ୍ମସିଦ୍ଧ, ଜାତି ସ୍ମର ଏବଂ ଚେତନଶୀଳ। ସେମାନେ ଚେତନଶୀଳ ସନ୍ତାନ। ଏ ଦୁଇଟି କଥା, ଚେତନ ଏବଂ ଅଚେତନ। ଆମେ ଅଚେତନଶୀଳ ସନ୍ତାନ, ଯେହେତୁ ଜନ୍ମ ମୃତ୍ୟୁ ରହସ୍ୟକୁ ଆମେ ଜାଣିପାରୁନି, ତେଣୁ ମୃତ୍ୟୁ ଆମମାନଙ୍କ ପାଇଁ ସବୁଠାରୁ ଭୟଙ୍କର ହେଇକି ଆସୁଛି ଗଲା। କିନ୍ତୁ ଭୁଲେଇ ଦେଇଛନ୍ତି କାହିଁକି? ଯଦି ମୃତ୍ୟୁ ସବୁବେଳେ ଆମ ଆଖି ଆଗକୁ ଆସିବ ଆମେ ଆଉ କ୍ରିୟାଶୀଳ ହେଇପାରିବାନି। ଆମେ ତ ଜାଣିବା ମରିଯିବା କାଲିକି, ଆଉ 4 ଦିନ 8 ଦିନରେ ବର୍ଷକରେ ନିଷ୍କ୍ରିୟ ହେଇଯିବା। ନିଷ୍କ୍ରିୟ ନ ହେବା ପାଇଁ ସଂସାରର କର୍ମ ପାଇଁ ମୃତ୍ୟୁକୁ ଭୁଲେଇ ଦେଇଛନ୍ତି ପ୍ରଭୁ ଆମକୁ। ଇଏ ହେଲା ଦୁଇଟି କଥା। ଆଉ ଗୋଟେ କଥା, ଆଜିର ଯୋଉ କର୍ମଟି ଆମେ କରୁଛେ ବା ତାଙ୍କର ବାସଗୃହରେ ତାଙ୍କର କୁଳ ପୁରୋହିତଙ୍କୁ ନେଇ ଆଜି ଯୋଉ କର୍ମଟି କରାଯାଉଛି, 11 ଦିନର କର୍ମ କରାଯାଉଛି, ପ୍ରତ୍ୟେକ ଜୀବନରେ ଆଗରୁ ଆମର ପ୍ରେତ କର୍ମକାଣ୍ଡ ବା ବୈଦିକ କର୍ମକାଣ୍ଡ ବିଧାନରେ এই ପ୍ରେତ କର୍ମଟି ଗତାନୁଗତ ବଂଶଗତ ସୃଷ୍ଟିରେ ପରମ୍ପରାକୁ ନେଇ ଚାଲୁ ରହିଛି, ଚାଲିଛି ମଧ୍ୟ ଏବେ ବି ଚାଲିଛି। ତେଣୁ ଏ ତିଳତର୍ପଣ କାହିଁକି ପ୍ରଭୁପାଦ ଗୁରୁସ୍ୱାମୀ ଆଜି ଧରାପୃଷ୍ଠକୁ ଅବତରଣ କରେଇଲେ, ଯେମିତି ଚରମକୁ ଅବତରଣ କରେଇଛନ୍ତି, ସେମିତି ଆଜି ତିଳତର୍ପଣକୁ ମଧ୍ୟ ଧରାପୃଷ୍ଠକୁ ଅବତରଣ କରେଇଛନ୍ତି ପ୍ରଭୁ। କାହିଁକି ନା ଏ ତିଳତର୍ପଣ ଭିତରେ ସେ 5ଟା ମହାଯଜ୍ଞ ରଖିଛନ୍ତି। ଏ ତିଳତର୍ପଣ ଇଏ କମ କଥା ନୁହେଁ। ଇଏ କହିଛନ୍ତି ଆମେ ବିଧି ବିଧାନ ଆଣିଛୁ। ଆଜି ବିଧି ଆସିଥିଲେ, ଷଷ୍ଠ ପୁରୁଷ ଆସିଥିଲେ, ଆଜି ସେ ଆଣିଥିଲେ ବିଧାନ, ଆଣିଛନ୍ତି ତିଳତର୍ପଣର ବିଧାନ। ଏ ତିଳତର୍ପଣ ବିଧାନ ମାଧ୍ୟମରେ ଆମର ଲକ୍ଷ୍ୟ ଚରମ ପ୍ରାପ୍ତି। ସେ ସମସ୍ତଙ୍କୁ ଚରମ ପ୍ରାପ୍ତିର ଲକ୍ଷ୍ୟ ନେଇ ଏ ବିଧାନକୁ ଆଜି ଅବତରଣ କରେଇଛନ୍ତି। ସୃଷ୍ଟି ଜଗତକୁ ଆଜି ସେ ଆଗାମୀ ଯୁଗ ପାଇଁ, ଏ ଯୁଗ ପାଇଁ ନୁହେଁ, ଆଗାମୀ ଯୁଗ ପାଇଁ ଏ ତିଳତର୍ପଣର ବିଧାନଟି ସେ ଧରାପୃଷ୍ଠକୁ ଆଣିଛନ୍ତି। କାହିଁକି? ଆଜି ଯୁଗକୁ ଯୁଗ ଯୋଉ ରହିଛି ଅନ୍त्यେଷ୍ଟି କ୍ରିୟାର ବିଧାନ, ଏ ବିଧାନ ଯୁଗକୁ ଯୁଗ ଦ୍ୱାପର ଯୁଗରେ ଯାହା ଥିଲା କଳି ଯୁଗରେ ନାହିଁ, କଳି ଯୁଗରେ ଯାହା ଅଛି ସତ୍ୟ ଯୁଗରେ ନଥିବ, ସତ୍ୟ ଯୁଗରେ ଯାହା କର୍ମର ବିଧାନ ଅନ୍त्यେଷ୍ଟି କ୍ରିୟାର ବିଧାନ ଦ୍ୱାପର ଯୁଗରେ ନଥିବ କି ତ୍ରେତୟା ଯୁଗରେ ନଥିବ। ତେଣୁ ଯୁଗର ଅନୁଯାୟୀ ଏ ଯୋଉ ବିଧାନଟି
संपूर्ण अलग अलग तेणु कली जुगे जो मुनि ऋषि मैंने आसी जो विधान के तैयारी कले प्रेत कर्म कांड माध्यम अंत्येष्टि क्रिया से विधान आगामी जो सत्य युग आगामी युग आउ चलबनी जो आज आसी विधि आगामी युग युग विधान गढ़ी दे आज स्थूलू सूक्ष्म रहीगले चली जाइना स्थूलू सूक्ष्म को चली जाइए सूक्ष्म रहीगले प्रभु स्थूलू आज प्रकट लीला थिला देह थिला प्रकट लीला आज सी अप्रकट अवस्था को चली गले प्रभु तेणु किंतु जो तिलतर्पण विधान जुग जुग से छाड़ी दे गले बा रखी दे गले बा अवतरण कर दे गले आज आविर्भाव कर दे गले तेणु कहीं अंत्येष्टि क्रियार विधान तो थिला अंत्येष्टि क्रियार विधान आमर वैदिक कर्मकांड अनुजाई कुलगुरु को डाकी करा जाउथिला सेतेरे कोन करा जाउथिला ए कर्म रे कोन प्रभुपाद गुरु स्वामी कले करिवा पई आको अवतरण कले काहे कि आज तिलतर्पण नूतन एक विधान जे धरा पृष्ठ को आज खसेले अंत्येष्टि क्रियार विधान जेतबेले ए तिलतर्पण विधान खसेले बा लेखा लिखिले आर मंडल सब काटिले सेतेबेले कहिले गोटे कथा कहले तुमे आकु जानिल किंतु वैदिक कर्मकांड जो प्रेत कर्मकांडर विधान ताकु टिके तुमे जानिबा दरकार ताकु टिके पस देख जान प्रेत कर्मकांडर विधान जाय हो प्रेत कर्मकांडर विधान रे हमको जानिबा को किछि पड़िला ए प्रेत कर्मकांड विधान रे कोन करा जाउछि तेणु प्रथम दिन जेतेबेले जीवनटी चलीगला गोटे कथा अच्छी आम जीव चलीगला कहते जीवन तो चलीगला नुहे जीव चलीगला तेणु ये जो जीव चलीगले से जीव एपर्यंत आम से सृष्टि में बहुत अच्छा ज्ञानी गुणी एपर्यंत जीव को जाने शरीर भितर जीव किए जीव जानिले जितेबले जीव तत्व प्रभुपाद गुरुस्वामी आम सहित आलोचना कले से प्रथम सी कौन कले क्लास माध्यम आम क्लास कर जीव तत्व क्लास कर जीव तत्व भी प्रभुपाद गुरुस्वामी जननी जठर जरायु जननी जठर जरायु को कई पढ़ुना किंतु 6 नंबर रु 10 नंबर भितर ये जीव तत्वटी पूरा प्रच्छिन्न कर लिखि देइछन्ति 6 टू 10 5 नंबर 5टा चरम लिखा जाइछि केवल जीव तत्व तेणु ये जीव तत्व होचे जो जीव आमे कहूचे जीव चली गला ये जीव किए प्रभुपाद गुरुस्वामी आमे अपन दर्शन लिखिछन्ति आगे लिखिले आगे कलम डायरी रे लिखिले प्रथम पदटी जीव किए परिचय देहुछु तार जीव सत्य सनातन नित्य निर्विकार कहले कौन जे जीव किए परिचय ए जो जीव आमे हमको कहते जीव चलीगला जीवर आगे परिचय जीव किए परिचय देहुछु तार आमे तुमको आगे बुझेइबो जीव किए जीव सत्य सनातन नित्य निर्विकार चलीगला छाड़ीगला कौन से कहते जीव सत्य सनातन नित्य निर्विकार निर्विकार तत्व होची जीव तार विकार नहीं जीव छेली मेढा कुकुर सुगार सर्प माने मार्जार बिराड़ी समस्त भितर से पशु जीव कुकुर भितर पशि श्वान भितर पशि विष्टाभक्षण करुछि जीव मनीष भितर पशि मनीष भितर रही सी भात तरकारी डाली खाऊछि जीव बुझिले ये जीव ये आखि माध्यम गुरु को दर्शन करुछि देवता को दर्शन करुछि जगन्नाथ को दर्शन करुछि समस्त को दर्शन करी दर्शन अनुभव आनंद पाउछि
କିନ୍ତୁ ପଶୁ ପକ୍ଷୀ ଭିତରେ ଯୋଉ ଜୀବ ସିଏ ତାଙ୍କ ଭିତରେ ଆନନ୍ଦ ନାହିଁ। ସେ ଯେତେ କ୍ରିୟାଶୀଳ ତାର ଅଛି ଅଂଶ ନେଇକିରି ଜୀବ ଅଛନ୍ତି। ତେଣୁ ଏଇ ଜୀବ ଗୁଡ଼ିକ କିଏ? ଗୋଟିଏ ଜିନିଷ ଆଜି କହିଦଉଛି, ଗୋଟିଏ ହେଲା ଜୀବ। ଆମେ ତିନୋଟିକି ନେଇ ଖେଳୁଛେ। ଗୋଟିଏ ଜୀବ, ଗୋଟିଏ ହଉଛି ଆତ୍ମା, ଗୋଟିଏ ହଉଛି ଦେହ। ଏଇ ତିନୋଟିର କର୍ମ ବୈଦିକ କର୍ମକାଣ୍ଡରେ ମଧ୍ୟ କରାଯାଉଛି। ଏଇ ତିନୋଟିର କର୍ମ ଆଜି ତିଳତର୍ପଣରେ ମଧ୍ୟ କରାଯାଉଛି। ଏଇ ତିନୋଟି, ଗୋଟିଏ ଜୀବ କର୍ମ, ଗୋଟିଏ ଆତ୍ମା କର୍ମ, ଆଉ ଗୋଟିଏ ହେଲା କଣ ନା ଦେହ କର୍ମ, ଭୂତ, ଯାହାକୁ କହନ୍ତି ଭୂତ। ଏ ଦେହଟା ଭୂତ ନା, ପଞ୍ଚଭୂତରୁ ଗଢ଼ା ହେଇଛି ମାନେ ଦେହ ଭୂତ। ତେଣୁ ସେ କହିଲେ ଜୀବ କିଏ ପରିଚୟ ଦେଉଛୁ ତାର ପ୍ରଥମ ଜୀବ ସତ୍ୟ ସନାତନ ନିତ୍ୟ ନିର୍ବିକାର। ଜୀବ ତାହେଲେ ଆସିଛନ୍ତି ନିର୍ବିକାର ତତ୍ତ୍ୱରୁ, ସନାତନ ତତ୍ତ୍ୱରୁ। ଜୀବ ନିତ୍ୟ, ସେ ନିତ୍ୟ ସବୁବେଳେ ଆସୁଛି ଯାଉଛି। ଜୀବ ଆସୁଛି ଯାଉଛି, ଜୀବ ଧରି ଜୀବ ଭାବ ସବୁବେଳେ ଆସୁଛି ଯାଉଛି। ତାପର ପଦଟି କହିଲେ ଅବ୍ୟକ୍ତର ବ୍ୟକ୍ତ ଅଂଶ। ସେ କହିଦେଲେ ଏ ଯୋଉ ଜୀବ ହଉଛି ଅବ୍ୟକ୍ତର ବ୍ୟକ୍ତ ଅଂଶ ଅଟେ। ଜୀବଭୂତ ଅନିତ୍ୟ ଆକାର ଧରି ଅରୂପରେ ଗୁପ୍ତ। ଏ ଜୀବ ଯୋଉ ଆସିଛି ସେ କୋଉଠୁ ନା ଅବ୍ୟକ୍ତର ବ୍ୟକ୍ତ ଅଂଶ। ଅବ୍ୟକ୍ତ କହିଲେ ଅବ୍ୟକ୍ତ ବ୍ରହ୍ମ ଗୁରୁ ଚୈତନ୍ୟ ପୁରୁଷ, ତାଙ୍କରି ଭିତରୁ ସୂକ୍ଷ୍ମାଦି ସୂକ୍ଷ୍ମ ସ୍ତରରୁ ଜୀବ ଆସିଛି। କେତେବେଳେ ଆସିଲା? ଯେତେବେଳେ ଜନନୀ ଜଠରରେ ଶୁକ୍ର କୀଟଟିଏ ଜୀବନ୍ତ ହେଲା, ଜୀବନ ପ୍ରାପ୍ତି ହେଲା, ପ୍ରାଣ କେନ୍ଦ୍ର ତା ଭିତରେ ସୃଷ୍ଟି ସଞ୍ଚାର କଲା କାଳ, ସେତେବେଳେ ଆସିଲା ଜୀବ, ତା ଭିତରେ ପ୍ରବେଶ କଲା। ସେ ଜୀବ ଆସିଲା କୋଉଠୁ ନା ଅବ୍ୟକ୍ତର। ଠାକୁର ଲିଖିଛନ୍ତି ଯେ ଅବ୍ୟକ୍ତର ବ୍ୟକ୍ତ ଅଂଶ, ଅବ୍ୟକ୍ତ ଅଧିପତି ପିତା। କାହିଁକି ପ୍ରଭୁ ଆଜି ଗୁରୁସ୍ୱାମୀ ପିତାର ପରିଚୟ ଦେଲେ? ବସନ୍ତ ଭାଇ, ପିତା କେମିତି, ତାଙ୍କର ଆମର ସମ୍ପର୍କ କଣ? ସେ କହିଲେ ମୋରି ଅବୟବ ମୋରି ଭାବ, ତୋରି ଭିତରେ ଖେଳୁଛି ରେ ଧନ। କହିନାହାନ୍ତି? କହିଛନ୍ତି ନା? କିଏ ଖେଳୁଛି? ତାଙ୍କର ଅଂଶ ଆମ ଭିତରେ, ତାଙ୍କର ଆମର ସମ୍ପର୍କ କଣ? ଆକର୍ଷଣ କଣ? ଆକର୍ଷଣ ସେଇ ଜୀବ, ଯୋଉ ଜୀବଟି ଆମ ଭିତରେ ଖେଳୁଛି ତାକୁ କହନ୍ତି ଇଂଲିଶରେ ସେଲ୍ସ, ଓଡ଼ିଆରେ ଜୀବକୋଷ। ତାକୁ କହନ୍ତି ଆଧ୍ୟାତ୍ମିକ ଶବ୍ଦରେ ପ୍ରଭୁପାଦ ଗୁରୁସ୍ୱାମୀ ଲେଖିଛନ୍ତି 6 ନମ୍ବର ଚରମରେ ଭୃଙ୍ଗ, ଦ୍ୱାଦଶ ଭୃଙ୍ଗ, ସେଗୁଡ଼ିକ ହଉଛନ୍ତି ଭୃଙ୍ଗ। ତେଣୁ ସେଇ ହଉଛନ୍ତି ଜୀବ, ଜୀବକୋଷ। ଜୀବ ଯେତେବେଳେ କୋଷ ତିଆରି କଲେ, ସେ କେତେ ଦିନ ଜନନୀ ଜଠରରେ ସେମାନେ ପ୍ରବେଶ କରନ୍ତି। ଯେତେବେଳେ ନାଭି ଚକ୍ର ସୃଷ୍ଟି ହୁଏ, ସେତେବେଳେ 4 ମାସ 27 ଦିନ ଭିତରେ ସିଏ ଆସି ନାଭି ଚକ୍ର ସୃଷ୍ଟି କରି, ନାଭି ଚକ୍ରରୁ ଏକ ନାଳ ମାର ସଂଯୋଗ, ଖାଦ୍ୟ ଭଣ୍ଡାର ସହିତ ସଂଯୋଗ କରି କଣ କରନ୍ତି ନା ପଞ୍ଚଭୂତରୁ ଶକ୍ତି ଆଣି ଏ ଦେହକୁ ଗଢ଼ନ୍ତି। ଏ ଦେହକୁ ଗଢ଼ିଚିନି ସେଇ ଜୀବ। ଏ ଦେହକୁ ଗଢ଼ିବା ପାଇଁ ଆଉ କାହାରି ଶକ୍ତି ନାହିଁ। ସବୁଠାରୁ ସୃଷ୍ଟିରେ ଆଶ୍ଚର୍ଯ୍ୟ ହଉଛି ଏ ନରତନ, ଆମର ଦେହ। ଏ ପଞ୍ଚଭୂତ ଲାଗି ଭୂତ, ଭୂତ ଦେହ, ଜୀବ ଭୂତ। ଅବ୍ୟକ୍ତର ବ୍ୟକ୍ତ ଅଂଶ ଅଟେ ଜୀବଭୂତ। ଅବ୍ୟକ୍ତରୁ ଆସିଲେ ଜୀବ, ପଞ୍ଚଭୂତରୁ ଆଣିଲେ ଶକ୍ତି, ଆଣିକିରି ଏ ଦେହଟି ହେଲା ଜୀବ ଏବଂ ଭୂତ। ପଞ୍ଚଭୂତର ତତ୍ତ୍ୱକୁ ନେଇ ଜୀବଭୂତ। ଜୀବଭୂତ ଅନିତ୍ୟ ଆକାର ଧରି ଅରୂପରେ ଗୁପ୍ତ। ଆମେ ଅନିତ୍ୟ ଭିତରେ ଏ ପଞ୍ଚଭୂତ ଯୋଉ ଅନିତ୍ୟ, ପଞ୍ଚଭୂତଟି ଅନିତ୍ୟ କିନ୍ତୁ ଜୀବ ହଉଛି ନିତ୍ୟ। ପୁଣି କଣ କଲୁ ନା ଆମେ ଏ ଦେହଟିକି ଗଢ଼ିଲୁ ଜନନୀ ଜଠରରେ ଜୀବ ଭାବରେ। ସେଇ ଦେହଟିକି ଗଢ଼ିଛନ୍ତି ଯିଏ,
ସେ ହେଉଛନ୍ତି ଜୀବ, ଆସିଛନ୍ତି ଅବ୍ୟକ୍ତରୁ। ତେଣୁ ଅବ୍ୟକ୍ତ ଅଧିପତି ପିତା ଆଜି ସ୍ୱର୍ଣ୍ଣ କ୍ଷେତ୍ରରେ ଆଜି ତାଙ୍କର ପରିଚୟ ଦେଇ ଜଗତକୁ ସନ୍ତାନର ସମ୍ବୋଧନ କରିଦେଲେ। ସମସ୍ତେ ଗୋଟିଏ ଦେବର ଫଳ। ଗୋଟିଏ ଜାଗାରୁ ତମ ଭିତରେ ଯୋଉ ସେଇ ଜୀବ ଗୁଡ଼ିକ, ମୋ ଭିତରେ ସେଇ ଜୀବ, ତାଙ୍କ ଭିତରେ ଆସିଛନ୍ତି ସେଇ ଜୀବ, ସେଇ ଗୋଟିଏ ପିତା ଠାରୁ। ସେଇ ଗୋଟିଏ ପିତା ଛଡା ଆଉ କେହି ନାହିଁ, ଆଉ ଶକ୍ତି କାହାରି ନାହିଁ ଏ ଦେହକୁ ଗଢ଼ିବା ପାଇଁ। ସେ ବା କହିଛନ୍ତି, ଗଢ଼ିଥିଲି ମା ତୋର ଗର୍ଭେ ଦେହ ମମତା, ଦେହକୁ ସିଉଜିଲି ତୋର ନାମ ଆଦିମାତା। ଆଦିମାତା ସ୍ୱରୂପ ମୋରି ପ୍ରକୃତି ଅନୁସାରେ ଜୀବ ତତ୍ତ୍ୱକୁ ଆଣି ମୁଁ ତୋରି ଦେହକୁ ଗଢ଼ିଛି ଜନନୀ ଜଠରରେ। ଆଉ କେହି ନୁହେଁ, ତାକୁ ଗଢ଼ିବା ପାଇଁ ଏ ଦେହକୁ କାହାରି ଆଉ ଶକ୍ତି ନାହିଁ ଏ ସୃଷ୍ଟିରେ। ତେଣୁ ତିନୋଟିକି ଏଇ ଜୀବ ସହିତ ଯେତେବେଳେ ଆତ୍ମା ସଂଯୋଗ ହେଲା, ଜୀବ ଆତ୍ମା, ଭୂତ ସଂଯୋଗ ହେଲା, ଜୀବ ଭୂତ, ଭୂତ ଜୀବ ଆତ୍ମା, ତିନୋଟି ମାତ୍ର ଆମେ ନେଇ ଖେଳୁଛେ। ସମସ୍ତେ ସୃଷ୍ଟିରେ ତିନୋଟିକି ନେଇ ଖେଳୁଛେ। ତେଣୁ ପ୍ରଥମ ଦେଖିବା ଏ ଜୀବ ଏ ବୈଦିକ କର୍ମରେ, ବୈଦିକ କର୍ମ ମତରେ ବା ବୈଦିକ କର୍ମକାଣ୍ଡରେ, ଏ ପ୍ରେତ କର୍ମକାଣ୍ଡ ଦ୍ୱାରା ଅନ୍ତ୍ୟେଷ୍ଟି କ୍ରିୟା ଯୋଉ କରାଯାଉଛି, ତା ଭିତରେ କଣ କରାଯାଉଛି ଦେଖିବା। ପ୍ରଥମ ଦିନ କଣ କଲେ ନା ଦେହଟିକି, ଏ ଭୂତଟିକି କଣ କଲେ, ଯେତେବେଳେ ଜୀବଟି ଚାଲିଗଲେ, ଜୀବ ଚାଲିଗଲେ ମାନେ ଯେତେବେଳେ ଜୀବ ଆ ଭିତରେ ଖେଳୁଛିନି, କହନ୍ତି ଜୀବ କାହାକୁ ନେଇ ଖେଳୁଛନ୍ତି କି? ଜୀବ ଖେଳୁଛନ୍ତି ବାୟୁ ତତ୍ତ୍ୱକୁ ନେଇକିରି ଖେଳୁଛନ୍ତି। ବାୟୁ ତତ୍ତ୍ୱ ବଳରେ ଏ ଶରୀରକୁ ଚାଳନା କରୁଛନ୍ତି ଜୀବ। ତେଣୁ ବାୟୁ ତତ୍ତ୍ୱ ଟିକେ ଆଜି ଯେତେବେଳେ ପ୍ରାଣବାୟୁ ଟିକେ ଉଡ଼େଇଦେଲେ, ପ୍ରାଣବାୟୁ ଭିତରେ କିଏ ଆସୁଛି ଯାଉଛି କି ଆମ ଭିତରୁ? ଗୋବିନ୍ଦ ଭାଇ, ପ୍ରାଣବାୟୁ ଭିତରେ କିଏ ଯାଉଛି ଆସୁଛି? ସେଇ ଜୀବ। ଜୀବ ଆ ଭିତରେ ଅଛନ୍ତି ଯୋଉ ଭୂତ ପଦ୍ମରେ, ଅନାହତ ଚକ୍ରରେ ଯୋଉ ପଦ୍ମ, ସେ ପଦ୍ମରେ ଯିଏ ନିଶ୍ୱାସକୁ ଟାଣୁଛି, ଏ ନିଶ୍ୱାସ ଏଟା ମାଧ୍ୟମ, ଖାଲି ନାକଟା ମାଧ୍ୟମ, ଆଖି ଦେଖୁଛି ମାଧ୍ୟମ, କାନ ଶୁଣୁଛି ମାଧ୍ୟମ, କିନ୍ତୁ ତା ଭିତରେ ଯିଏ ଶବ୍ଦକୁ ଟାଣୁଛି କାନ ଭିତରେ, ସେ ବା ସେଇ ଜୀବ। ସେଇ ଭୋଗ କରୁଛି, ପାଟି ଖାଉଛି, ପାଟିଟା ମାଧ୍ୟମ, ଜିହ୍ବାଟା ମାଧ୍ୟମ, କିନ୍ତୁ ଜିହ୍ବା ଭିତରେ ଅଛନ୍ତି ସେଇ ଜୀବ, ସେଇ ସେଇ ଭୋଗ କରୁଛନ୍ତି ସୂକ୍ଷ୍ମରେ ରହି ଏ ଦେହ ଭିତରେ ଭୋଗ କରୁଛନ୍ତି ସେଇ ଜୀବ। ତେଣୁ କଣ କରାଗଲା? ପ୍ରଥମ ଦିନ ମାଟି ଆମର ଚାଲିଗଲା ପରେ ସୁଦର୍ଶନ ମା ଭାଇଙ୍କର ମା ମାତୃଦେବୀ ଭବାନୀ ଦେବୀ, ଭାବେନୀ ଦେବୀ, ତାଙ୍କୁ ପ୍ରଥମ ଦେହଟିକି, ଭୂତଟିକି ଆଗେ ସଂସ୍କାର କରିଦିଆଗଲା। ଆଗେ ଭୂତ ଏ ଦେହଟିକି ସଂସ୍କାର କରିଦିଆଗଲା। ସଂସ୍କାର କଲା ପରେ କୋଉଥିରେ କଲେ? ଅଗ୍ନି ତତ୍ତ୍ୱରେ। ଅଗ୍ନି ତତ୍ତ୍ୱ, ଅଗ୍ନି ତତ୍ତ୍ୱରେ କେବଳ ଶକ୍ତି ଅଛି ଏ ଦେହକୁ ଜଳେଇବା ପାଇଁ। ମାଧ୍ୟମ ହଉଛି ଅଗ୍ନି ତତ୍ତ୍ୱ। ଦୀପରେ ଘିଅ ଦେଇ ସଳିତାଟି ପକେଇଦବା ଯା, ଅଗ୍ନି ତତ୍ତ୍ୱକୁ କାଠରେ ଏ ଦେହଟିକି ନଦିବା। ଏ ଦେହଟି ହଉଛି ଭୂତ ଏବଂ ସଳିତା ହଉଛି କାଠ। ଘିଅ ଜଳାଏ ସଳିତାକୁ, ସଳିତା ଜଳାଏ ନାହିଁ। ସଳିତାର ପାଉଁଶ ଅଛି, ସଳିତାର ପାଉଁଶଟା ଗଳି ପଡେ, କିନ୍ତୁ ଘିଅର ପାଉଁଶ ନାହିଁ, ଏ ଦେହର ପାଉଁଶ ନାହିଁ, ଏ ଦେହର ପାଉଁଶ ନାହିଁ। ଦେଖନ୍ତୁ, ଯେତେବେଳେ ଗୋଟେ ଶବ ଜଳୁଛି, ଫଟଫଟ ଫଟଫଟ ହେଇ ନୀଳ ବର୍ଣ୍ଣର ଅଗ୍ନି ତା ଭିତରୁ ବାହାରି ଫଟଫଟ, ଯେମିତି ଜରି ଜଳେ ନା, ଜରି ସେମିତି ଫଟଫଟ ଫଟଫଟ ହେଇକିରି ଇଏ ଜଳି ଯାଉଛି। କାଠକୁ ଜଳଉଛି, କଞ୍ଚା କାଠକୁ ଜଳଉଛି ଏ ଦେହ, ଦେହରୁ ତୈଳ ଅଂଶ ବାହାରି କଞ୍ଚା କାଠକୁ ଜଳଉଛି। ତେଣୁ ଏଇ ଯୋଉ ଦେହଟିକି ଜାଳିକିରି ଅଗ୍ନି ତତ୍ତ୍ୱରେ ସଂସ୍କାର କରାଯାଉଛି। ପ୍ରଭୁପାଦଙ୍କର ଗୋଟିଏ ଅଛି ପଦଟିଏ ଏହି ଆମର ମହାତ୍ମ୍ୟରେ, ଭିତରେ ବାହାରେ ବାବୁରେ ସବୁ ଅଗ୍ନିର ଖେଳ, ବେଳ ଖାଉ ଭଜ ଶ୍ରୀ ଗୁରୁ ତତେ ଧରିଛି କାଳ, ତତେ କାଳ ଧରିଛି ରେ ଧର୍ମ, ତୁ ଗୁରୁଙ୍କୁ ଭଜ,
ଅଗ୍ନି ତତ୍ତ୍ୱ ତତେ ଖାଇଦବ ଭିତରେ ବାହାରେ, ଭିତରେ ଅଗ୍ନି ତତ୍ତ୍ୱ। କ୍ଷୁଧା ତୃଷ୍ଣା ଗୋଟେ କଥା ଭଲ କଥାଟିଏ ଅଛି ସେଇ ମହାତ୍ମାରେ, କ୍ଷୁଧା ତୃଷ୍ଣା କ୍ରାନ୍ତି ନିଦ୍ରା ଆଳସ୍ୟ ସହିତ ଶାସ୍ତ୍ରରେ ପୁରା ଅଛି। ପ୍ରଭୁପାଦ ଗୋସ୍ୱାମୀ ଲେଖିଲେ ପଦଟିଏ ଯେ କ୍ଷୁଧା ତୃଷ୍ଣା କ୍ରାନ୍ତି ନିଦ୍ରା ଆଳସ୍ୟ ଏ ପାଞ୍ଚଟି ଅଗ୍ନି ତତ୍ତ୍ୱ ଭିତରେ ରହି କଣ କରୁଛି? ନିର୍ବାପିତ କରୁଛି। ଅଗ୍ନି ତତ୍ତ୍ୱର କାମ, ତେଣୁ ସେ କଣ କରୁଛି? ଭିତରେ ରହିକିରି କ୍ରିୟା କରୁଛି। ବାହାରେ ରହିକିରି ଭିତରେ ବାହାରେ ସବୁଠି ବାବୁ ଅଗ୍ନିର ଖେଳ। ସେଇ ପୁଣି ଆକୁ ପୋଡ଼ି ପଞ୍ଚଭୂତ ତତ୍ତ୍ୱକୁ ପଞ୍ଚଭୂତରେ ତଲ୍ଲୀନ କରି ଦଉଛି, ମିଶେଇ ଦଉଛି ସେଇ ଅଗ୍ନି ତତ୍ତ୍ୱ। ବୁଝିଲା? ତେଣୁ ଅଗ୍ନି ତତ୍ତ୍ୱର ଏକମାତ୍ର ଶକ୍ତି ଅଛି ପଞ୍ଚଭୂତ ତତ୍ତ୍ୱକୁ ଜାଳି ପଞ୍ଚଭୂତରେ ତଲ୍ଲୀନ କରିବାର ଶକ୍ତି କେବଳ ଅଗ୍ନି ତତ୍ତ୍ୱରେ। ଅଗ୍ନି ତତ୍ତ୍ୱ ମାଧ୍ୟମରେ ତାଙ୍କୁ ଭୂତଟିକି ସଂସ୍କାର କରି ଦିଆଗଲା ଭୂତକୁ। ଆଉ ରହିଲେ ଜୀବ ଏବଂ ଆତ୍ମା ଦୁଇଟି। ଆଚ୍ଛା, ଅଂଶଟିର ଦେହର ଅବଂଶକୁ ଗୋଟିଏ ପୋଡ଼ା ତାର ଅସ୍ଥିଟିକି ତାର ଶବଦାକୁ କହନ୍ତି, ତାକୁ ନେଇକିରି ଆସିଲେ। ନେଇ ଆସି କୋଉଠି ରଖିଲେ? ବାଡ଼ି ପଟରେ ରଖିଲେ। ଚିନ୍ତା କରନ୍ତୁ, ବାଡ଼ି ପଟରେ କେହି ଘରେ ଆଣି ସବୁକୁ ରଖନ୍ତିନି। କାହିଁକି ରଖନ୍ତିନି? ଏ ବୈଦିକ କର୍ମକାଣ୍ଡର ବିଧାନ। ବାହାରେ ରହିବ, ବାହାରେ ନହେଲେ ତାକୁ ଘରେ ରଖିଦିଅନ୍ତୁ, କବାଟ ଦେଇ ଦିଅନ୍ତୁ। ଏ ରାତି ସାରା ପରିବାର ଲୋକ ଶୋଇପାରିବେନି। ସେଗୁଡ଼ିକ ଅତୃପ୍ତ ଦୁଲଦୁଲ ଭୁସଭୁସ କରିବେ, କବାଟ ବାଡ଼େଇ ହେବ, ବାକ୍ସ ଗୋଟା ଫୁଟିବ, ଗୋଟେ କ'ଣ ଘରେ ଶବ୍ଦ ହେବ, ଦୁଲକିରି କଂସା ବାସନ ଗଦା ହେଇ ପଡ଼ିବ। ଏଇଭଳି ଘରେ କ୍ରିୟା ହବ। କାହିଁକି ନା ସେଗୁଡ଼ିକ ଅତୃପ୍ତ। ଦେହ ଥିଲା, ସେମାନେ ଭୋଗ କରୁଥିଲେ। ବର୍ତ୍ତମାନ ଦେହ ନାହିଁ ମାନେ ସେମାନେ ଭୋଗ କରିବାକୁ ଆଉ ପାଉନାହାନ୍ତି, ଖୋଜୁଛନ୍ତି ଦେହ ଅତୃପ୍ତ। ଏ ବହୁତ ସମୟରେ ତାଙ୍କର ଜୀବନର କାହାଣୀକି ଅତୃପ୍ତ ସୋଲ ଲାଗିକିରି ଅନ୍ୟକୁ ମାଧ୍ୟମରେ ସବୁ କହି ପକାଉନାହାନ୍ତି କି? 10 ଦିନ 11 ଦିନ ଯୋଉଟା ଅତୃପ୍ତ ମୃତ୍ୟୁବରଣ କରୁଛନ୍ତି ସେଗୁଡ଼ାକ ବା କହି ପକାନ୍ତି। ମତେ ଏମିତି ମାରିଦେଲେ, ସେମିତି କରିଦେଲେ, ସେମିତି କରିଦେଲେ। ସେମାନେ ଏତେ କ୍ରିୟାଶୀଳ, ବଳବାନ ସେମାନେ ଜୀବ। ତେଣୁ ସେମାନେ ତାଙ୍କୁ ବାହାରେ ରଖାଯାଏ। ତେଣୁ ବାହାରେ ରଖିଲା ପରେ କେତେ ଦିନ ରଖାଯାଏ? 10 ଦିନ। 10 ଦିନ ପରେ ଅସ୍ଥିଟିକି ଘାଟକୁ ଦିଆଯାଏ। 10 ଦିନ ଘାଟକୁ, ବୈଦିକ କର୍ମକାଣ୍ଡର ବିଧାନ ଟିକେ କହିଦେଉଛି। ଘାଟକୁ ନିଆଯାଏ। ଘାଟକୁ ନେଲା ପରେ ଘାଟରେ ଏକ ମାଟିରେ ପିତୁଳି ମନୁଷ୍ୟ ଶରୀର ଗଢ଼ାଯାଇ ସେଇ ପିତୁଳି ଉପରେ ସେ ଅସ୍ଥିଟିକି ରଖି ଦିଆଯାଏ। ଏଇଆ ହେଇଛି ନା? ବସ ଭାଇ, ଆପଣ ତ ମା ବାପାଙ୍କର କରିଥିବେ କ୍ରିୟାକର୍ମ। ରଖିଯାଏ। ରଖିଲେ କଣ ହୁଏ? ସେଇ ଯୋଉ ସୂକ୍ଷ୍ମ ଜୀବ ଯୋଉଗୁଡେ ସେଲ୍ସ ଗୁଡାକ ତାଙ୍କ ତୁମ ମାର ବାପାର ସେଇଠିକି ସବୁ ଚାଲିଯାଆନ୍ତି। ଯୋଉଠି ରହିବ ସେ ଅସ୍ଥି ତାଙ୍କର ଦେହର ଅଂଶ, ଦେହଟା ନା, ସେଇ ଦେହକୁ ସେଇ ଭୋଗ କରିଛନ୍ତି ନା। ଭୋଗ ଖୋଜୁଛନ୍ତି ସେମାନେ। ମିଠାଟି ଆପଣ ଖାଉଛନ୍ତି, ପାଟିରେ ଖାଉଛନ୍ତି, ଜିହ୍ୱା ଖାଉଛି, କିନ୍ତୁ ସ୍ୱାଦ ନଉଛି କିଏ? ସେଇ ଯୋଉମାନେ ସ୍ୱାଦ ନଉଛନ୍ତି ସେଇମାନେ ହଉଛନ୍ତି ଜୀବ। ବୁଝିଲେ? ତେଣୁ ସେ କଣ କଲେ ନା ସବୁ ଗୁଡ଼ିକ ଜୀବ, ସେଲ୍ସ ଗୁଡ଼ିକ, ଭୃଙ୍ଗ ଗୁଡ଼ିକ, ଜୀବକୋଷ ଗୁଡ଼ିକ ସେଇଠି ଚାଲିଗଲେ। ସେଇଠି ଅସ୍ଥି ନିକଟ 10 ଦିନ ଘାଟରେ ଏକାଠି ହେଇଗଲେ। ମୁନି ଋଷି ମାନେ ଦର୍ଶନରେ ଜାଣିଥିଲେ ଯେ ତୈଳ ସୋରିଷ ତେଲ ସହିତ ଗାଈ ଘିଅ ମିଶେଇ ଅଗ୍ନି କପଡ଼ା ଦେଇ ଅଗ୍ନି ସଂଯୋଗ କଲେ ସେଗୁଡ଼ିକ ସେଥିରେ ପଡ଼ି ମରିଯିବେ। ମରିବାର ତାଙ୍କର ମରିବାର। ଆପଣ କଣ କଲେ? ସେଇ ସେଲ୍ସରୁ, ସେଇ ଜୀବରୁ, ସେଇ ଭୃଙ୍ଗରୁ ଆପଣଙ୍କ ଦେହ ଗଢ଼ା ପରା। ମାର ଅବୟବ ନେଇକିରି, ବାପାଙ୍କର ଅବୟବ ନେଇକିରି ଦେହ ଗଢ଼ା ହେଇଥିଲା। ତାଙ୍କ ଭିତରେ ଯୋଉ ସେଲ୍ସ ଜୀବ, ଆପଣଙ୍କ ସେଇ ଜୀବର ଅନୁସାରେ ଆପଣ ଗଢ଼ା ହେଇଥିଲେ। କିନ୍ତୁ କଣ କଲେ ନା ସୂକ୍ଷ୍ମ ସମ୍ପର୍କ, ବାପ ମାଙ୍କ ଥିବା ସହିତ ସୂକ୍ଷ୍ମ ସମ୍ପର୍କକୁ ସେଇଦିନ ଆପଣ ଛିନ୍ନ କଲେ। କୋଉଠି? 10 ଦିନ ଘାଟରେ।
ମାରିଦେଲେ ହାଣ୍ଡି ଯୋଉ ହାଣ୍ଡିଟିରେ ତୈଳ ଧୂତ ମିଶେଇ ଅଗ୍ନି ସଂଯୋଗ କଲେ କପଡ଼ା ଦେଇ ସେ ହାଣ୍ଡିର ନାଁ କଣ? ଦଗ୍ଧ ହାଣ୍ଡି। ଦଗ୍ଧ ହାଣ୍ଡି ସେତେବେଳେ ଦଗ୍ଧ ପୋଡ଼ି ମରିଗଲେ ସବୁ, ମାରି ଦିଆଯାଏ ବୈଦିକ କର୍ମକାଣ୍ଡରେ। ନ ମାରିଲେ ସିଏ ତାଙ୍କର ବାସଗୃହରେ ତାଙ୍କର ଘରେ ଆସି ବିଭିନ୍ନ ଅଘଟଣ ଘଟେଇବେ, ବୁଝିଲେ? ଛାତ ଉପରେ ଗୁମଗୁମ ହେବେ, କବାଟ ଧରିକିନି ଖୋଲିଯିବ, ବାକ୍ସରେ ଗୋଟା ଧରିକିନି ଗଣ ବାଡ଼େଇ ହବ, ମଶା ବାସନ କିଛି ନଥିବ, ଦର ଦର ଘର ହେଇକି ଗଳି ପଡ଼ିବ, ବୁଝିଲ? ତା ମାଧ୍ୟମରେ ସେମାନେ ଆସି ତାଙ୍କ ଜୀବନର କାହାଣୀ ସବୁ କହି ବସିବେ। ଏଇଭଳି ବହୁ ଅଘଟଣ ଘଟିବ, ଯୋଉଥିପାଇଁ ମୁନି ଋଷି ମାନେ ଦର୍ଶନରେ ଜାଣି 10 ଦିନ ଘାଟରେ ଦଗ୍ଧହାଣ୍ଡି ମାଧ୍ୟମରେ ତାଙ୍କୁ ମାରି ଦିଅନ୍ତି। ମାରିଦେବାର ବିଧାନ ତିଆରି କଲେ, ସେଗୁଡ଼ିକ ମାରି ଦିଆଗଲା। ତାପରେ ରହିଲା କିଏ? ଆତ୍ମା। ଦେହ ଚାଲିଗଲା, ଭୂତ ଜୀବ ଗଲା 10 ଦିନ, ଜୀବକୁ ମାରି ଦିଆଗଲା। ପୁଣି 11 ଦିନ ହଉଛି ଆତ୍ମାର କାମ। ଆଜି କରଟା ବିଛଣା କରି ଘରେ ଛତା ଜୋତା ମୋଜା ସମସ୍ତ ବ୍ୟକ୍ତିର ବ୍ୟବହାର୍ଯ୍ୟ ଜିନିଷ ଦେଇ ଆଜି ଯୋଉ କର୍ମର ବିଧାନରେ ତାକୁ ପ୍ରେତ ମଣ୍ଡଳକୁ ବା ଯମ ଲୋକକୁ, ପ୍ରେତ କର୍ମକାଣ୍ଡ, ତେଣୁ ତା ନାଁ ହଉଛି ପ୍ରେତ କର୍ମକାଣ୍ଡ। ପ୍ରେତ ଲୋକକୁ ଯିବାର ବିଧି ବ୍ୟବସ୍ଥା ଆଜି 10 ଦିନ 11 ଦିନ କଲେ। କାହିଁକି? 11 ଦିନ ପର୍ଯ୍ୟନ୍ତ ଆତ୍ମା ବାୟୁମଣ୍ଡଳରେ ରହିବେ। କାହିଁକି? ତାଙ୍କର ବାୟୁମଣ୍ଡଳରେ ରହିବାର ଦିନ ହଉଛି 11 ଦିନ। 11 ଦିନ ସିଏ ଯୋଉଥିପାଇଁ ପ୍ରଭୁପାଦ ଗୁରୁସ୍ୱାମୀ 11 ଦିନରେ ଆଜି ତିଳ ତର୍ପଣର ବ୍ୟବସ୍ଥା କଲେ ବିଧାନ। ତେଣୁ 11 ଦିନ ଆଜି ଆତ୍ମାର କାମ। 11 ଦିନ ଆଜି କଣ କରାଯାଏ? ଘରେ କରଟା ବିଛଣା କରି ଆତ୍ମାର ପୂଜା ବିଧାନ, ବୈଦିକ କର୍ମକାଣ୍ଡର ବିଧାନରେ ତାଙ୍କୁ ପୂଜା ଦେଇ ଆଜି ପଠେଇ ଦିଆଗଲା ପ୍ରେତ ମଣ୍ଡଳକୁ ବା ଯମଲୋକକୁ। ବାପା ମା, ତୁମେ ଯୋଉ କର୍ମ କରିଛ ସେ କର୍ମର ଫଳ ତୁମେ ଭୋଗିବ ଯାଅ। ଠାକୁରଙ୍କର ପଦରେ ଜୀବାତ୍ମା କେବଳ ପାପ ପୁଣ୍ୟ ଭଞ୍ଜେ, ସୁଖ ଦୁଃଖ ହୁଏ ସାର, ଶରୀର ମଧ୍ୟରେ ପଞ୍ଚମହାଭୂତ ଲଗାଇ ଅଛନ୍ତି ଖେଳ। ଜୀବାତ୍ମା ଶରୀର ମଧ୍ୟରେ ଉପଜିଥିବା କର୍ମର ଫଳରେ, କର୍ମର ଯେହେତୁ ଭୋଗ କରିଛି, ତେଣୁ ଫଳର ଭୋଗ ସ୍ୱରୂପ ତୁମେ ତାର କର୍ମ ଫଳ ଭୋଗିବା ପାଇଁ ଯାଅ। କୋଉଠି? ନା ପ୍ରେତ ମଣ୍ଡଳକୁ, ଯମଲୋକକୁ। ଆତ୍ମା ଅଜ, ଆତ୍ମା ଅମର, ଅବିନାଶୀ। ତଥାପି କାହିଁକି ଯାଏ? ଯେମିତି ସୁନାକୁ ପୋଡ଼ି ନିଆଁରେ ତାକୁ ପ୍ୟୁରିଫାଏ କରି ଖାଣ୍ଟି କରାଯାଏ, ସେଇଭଳି ଆତ୍ମାକୁ ମାନେ ପୋଡ଼ି ତାକୁ ଖାଣ୍ଟି କରିବା ପାଇଁ ବା ପ୍ୟୁରିଫାଏ କରିବା ପାଇଁ ଜନ୍ମଲୋକକୁ ପଠେଇ ଦିଆଯାଏ, ପ୍ରେତ ମଣ୍ଡଳକୁ। ପ୍ରେତ ସରଦାର ଅଛନ୍ତି, ଭାରି କଷ୍ଟ ଦିଅନ୍ତି। ଭାବୁଛୁ କି ଏଇ ଅନିତ୍ୟ ସୁଖ ସବୁଦିନିଆ, ଅଦୃଶ୍ୟ ହୋଇଲେ ତନୁଶ୍ରୀ ହୋଇଯିବୁ ଚାଲିଆ। ଥରେ ଅଦୃଶ୍ୟ ହେଇଗଲେ ଦେହ, ଆତ୍ମା ହେଇଗଲା କଣ? ନା ଏକାକି, ରାହା ନାହିଁ। ଦେହ, ଜୀବ ହଉଛି ଦେହର ସ୍ଥିତି, ଜୀବନକୁ ନେଇ ଖେଳୁଛି କିଏ? ଜୀବ। ଆଉ ଦେହର ସ୍ଥିତି, ଦେହକୁ ଧରିଛି ଜୀବ, ଦେହକୁ ଆଣିଛି ଜୀବ, କିନ୍ତୁ ଆତ୍ମାକୁ ଧରିଛି ଦେହ। ଆଉ ଦେହ ନଥିଲେ ଆତ୍ମାର ପ୍ରସାର ନାହିଁ, କ୍ରିୟାଶୀଳ ନୁହେଁ। ତେଣୁ ସେ କଣ କଲେ? ଦେହ ବନ୍ଧନରେ ପଡ଼ି କର୍ମଫଳ ଭୋଗିବା ପାଇଁ ଆଜି ପ୍ରେତ ଲୋକକୁ ପଠେଇ ଦେଲେ ତାଙ୍କର ଆତ୍ମୀୟ ସ୍ୱଜନ ପରିବାର, ତାଙ୍କୁ ବୈଦିକ କର୍ମକାଣ୍ଡ ବିଧାନ। ଆକୁ ଟିକେ ବୁଝିବାକୁ ପଡ଼ିବ। ଆଚ୍ଛା, ସେଠି କଣ କରାଯାଏ ଜାଣିଛନ୍ତି? 12 ଦିନ 11 ଦିନ ଗଲା ପରେ 12 ଦିନ ନଜର ବନ୍ଦୀରେ ରୁହନ୍ତି। ଯେମିତି ଆମର ବନ୍ଦୀମାନେ ଯାଇ ନଜର ବନ୍ଦୀରେ ରୁହନ୍ତି, ବିଚାରକୁ ନ ଯାଇ ନଜର ବନ୍ଦୀରେ ରୁହନ୍ତି 12 ଦିନ। କାହିଁକି? 12 ଦିନ ଯେହେତୁ ଭାଗବତ ଉତ୍ସବ,
ବା ବୈଷ୍ଣବ ମେଳା ଘରେ ଅଛି ବାସଗୃହରେ, ତେଣୁ 12 ଦିନଟି ସେଠି ଛାଡ଼, ଆତ୍ମାକୁ ଛାଡ଼। କିନ୍ତୁ କୋଉଦିନ ପ୍ରଭୁପାଦ ଗୁରୁ ସ୍ୱାମୀ ଭାଟୁଣିଆ ଏଥିରେ ତାର ଯୋଉ ସ୍ମରଣିକା ଦ୍ୱିତୀୟ ଚରମ ଚୈତନ୍ୟ ମହାଯଜ୍ଞର ସ୍ମରଣିକାରେ ଉଲ୍ଲେଖ କରିଛନ୍ତି ତାର ଘଟଣା। ମହାପୁରୁଷ ଅଚ୍ୟୁତାନନ୍ଦ ମଧ୍ୟ ତାହା ଉଲ୍ଲେଖ କରିଛନ୍ତି। ତା 12 ଦିନ ପରେ କଣ ହୁଏ? 13 ଦିନ ତରକି ନଥିବୁ 13 କୁରାମ 14 15 ଗୋଳ 16 17 ମହାମାରୀ ହେବ ନ ରହିବ ଥଳ କୂଳ। କହିଲେ ତରକି ନଥିବୁ 13 କୁରାମ, ତ 13 ଦିନ ତାଙ୍କୁ ନିଆଯାଏ ବିଚାରାଳୟକୁ ବିଚାର କରିବା ପାଇଁ। ତାଙ୍କ ପାପ ପୁଣ୍ୟର ଫଳକୁ ବିଚାର କରି ତାଙ୍କୁ ଦଣ୍ଡ ବିଧାନ ପାଇଁ 13 ଦିନ ବିଚାରକୁ ନିଆଯାଏ। ତ ସରଦାର ବା ଯମ ନିକଟକୁ ଯିଏ ଯାତନା ଦିଏ ସିଏ ହଉଛି ଯମ। ଯିଏ ତାଙ୍କର ବିଚାର କରି ଜନ୍ମ ମୃତ୍ୟୁର ଚକ୍ରରେ ମଣିଷକୁ ଆଣେନି ସିଏ ହଉଛି କାଳ। ପରମ ବ୍ରହ୍ମ କାଳ ସ୍ୱରୂପ ଏ ଶରୀର ଭିତରେ ଅଛନ୍ତି। କାଳ ଭିତରୁ ଆତ୍ମା ଜାତ, ସେ ଦୁହେଁ ବିଷ୍ଣୁ ମାୟାଗ୍ରସ୍ତ। ସେ କାଳ ପ୍ରକୃତି ରୂପଣୀ ଉତ୍ପତ୍ତି ସ୍ଥିତି ସଂହାରିଣୀ, ସବୁ କରୁଛି ଆମର କାଳ। ତେଣୁ ଏଇଠି ଆସିଗଲେ କାଳ ପରମ ସତ୍ତା। ତେଣୁ ସେ କଣ କରୁଛନ୍ତି ନା ସେଠି ଦଣ୍ଡ ବିଧାନ ହେଇଗଲା, ନ୍ୟାୟ ହେଇଗଲା 13 ଦିନ। 14 ଦିନ 14 15 ଗୋଳ 14 15 ଦିନ ନର୍କ ଦର୍ଶନ ହେଇଗଲା ତାଙ୍କର ଆତ୍ମାର। ଦେଖିଦେଲେ କିଏ ପଡି ସବୁ ଗୋଳ ମାନେ କଣ କଷ୍ଟ ପାଉଛନ୍ତି, ଆତ୍ମା ଗୁଡ଼ିକ ସେଠି କଷ୍ଟ ପାଉଛନ୍ତି। ବିଭିନ୍ନ ଜାଗାରେ ଦର୍ଶନ ହେଇଗଲା। 16 17 ମହାମାରୀ ହେବ। 16 17ରେ ନର୍କକୁ ଭୋଗ କରିବା ପାଇଁ ଆତ୍ମାକୁ ନିଆ ହେଇଗଲା। ଆତ୍ମା ଭୋଗ କଲା 16 ଦିନ 17 ଦିନ ଠାରୁ। କେତେ ଦିନ ପର୍ଯ୍ୟନ୍ତ ରହିବେ ଆତ୍ମା? ଗୋଟିଏ ବର୍ଷ। କହନ୍ତି ପ୍ରେତ ମୁଣ୍ଡେଇଛି, କ୍ରିୟା ଦେଇଛି ଯେ ପ୍ରେତ ମୁଣ୍ଡେଇଛି। କେତେ? ଗୋଟିଏ ବର୍ଷ ନା ବାର୍ଷିକ ହଉଛି ବର୍ଷିକିଆ ଗୋଟିଏ ବର୍ଷ। ଗୋଟିଏ ବର୍ଷ ପର୍ଯ୍ୟନ୍ତ ଆତ୍ମା ପ୍ରେତ ମଣ୍ଡଳରେ ରହିବା ପାଇଁ ବାଧ୍ୟ ରହିବେ। ରହିଲା ପରେ ଯଦି କର୍ମଫଳ ଭୋଗ ସରିଲା ତାର ନରତନୁ ଧରିବା ପାଇଁ ପୁଣି ଧରା ପୃଷ୍ଠକୁ ତିରଫା ହେଇକି ଆସିବେ। ଯଦି ଭୋଗ ନ ସରିଲା ପୁଣି ଜଗତକୁ ବା ଆସି ମର୍ତ୍ତ୍ୟକୁ ବାୟୁମଣ୍ଡଳକୁ ମର୍ତ୍ତ୍ୟଲୋକକୁ ମାର୍ଜାର ସର୍ପ ଶ୍ୱାନ ଶୃଗାଳ ଏଇ କାକ ଶାଗୁଣା ଏଇ ଜନ୍ମରେ ରହି ନରକ ଭୋଗ କରିବା ପାଇଁ ବାଧ୍ୟ ହବ। ଇଏ ହଉଛି ସରିଗଲା ଆମର ଯୋଉ ବିଧାନଟି ରହିଛି ପ୍ରେତ କର୍ମ କାଣ୍ଡର ବିଧାନ। ଏ ପ୍ରେତ କର୍ମ କାଣ୍ଡର ବିଧାନ ଏଇ ଅନୁଯାୟୀ ଗତାନୁଗତ ସମସ୍ତେ ପାଳନ କରୁଥିଲେ।